तो हेलो गाइस गुड मॉर्निंग समस्तଙ୍କୁ। तो आपण ମାନଙ୍କର ହାଲ ଚାଲ କେମିତି ଅଛି କମେଣ୍ଟ ରେ ଜଣାନ୍ତୁ। ତ ମୁଁ ଆଜି ଆମ ଗାଁ ମାନଙ୍କର କିଛି ଶୀତ ଋତୁର ଦୃଶ୍ୟ ଯାକ ଦେଖେଇବି, ଯାହାକି ଆମ ଗାଁ ମାନଙ୍କରେ ଅଧିକରୁ ଅଧିକା ଦେଖାଯାଏ। ଅନେକ ଲୋକ ତ ଜାଣିଥିବେ କିନ୍ତୁ ଅନେକ ଲୋକ ଜାଣିନଥିବେ ଏ ବିଷୟରେ। ତ ଚାଲନ୍ତୁ ମୁଁ ଦେଖେଇବି ଆମ ଘର ପାଖ ଟିକେ ଦୃଶ୍ୟ। ତ ପ୍ରଥମେ ଦେଖନ୍ତୁ, ଏଠି ସମସ୍ତେ ନିଆଁ ଜାଳିକି ବସିଛନ୍ତି। ଛୋଟ ବଡ଼ ସବୁ ଏଠି ନିଆଁ ଲଗେଇଛନ୍ତି, ତାପରେ ସବୁ ବସିଛନ୍ତି। ଏଇଟା ଏବେ ନୁହେଁ, ରାତି 3ଟାରୁ ଲାଗିଛି ଏଇ ନିଆଁ। ତ ଶୀତ ଋତୁର ସକାଳର ଅନୁଭୂତି ସମସ୍ତ ଛୋଟ ଛୋଟ ଗାଁ ମାନଙ୍କରେ ସବୁବେଳେ ଏମିତି ନିଆଁ ଜାଳି ବସିଥିବେ ଥଣ୍ଡା ପାଇଁ। ପାଖାପାଖି 4ଟା ବେଳେ ଉଠିକି ନିଆଁ ଜାଳି ସମସ୍ତେ ବସିଥିବେ। ତ ଏମିତି ସବୁ ବହୁତ କିଛି ଜିନିଷ ଯାକ ମାନେ ଦୃଶ୍ୟ ଯାକ ଅଛି ଆମ ଗାଁ ମାନଙ୍କରେ। ଅନ୍ୟାନ୍ୟ ଋତୁରେ ଅନ୍ୟାନ୍ୟ ଦୃଶ୍ୟ ଯାକ। ତ ମୋ ସହିତ ଯୋଡ଼ି ହେଇ ରୁହନ୍ତୁ, ମୋ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଏମିତି ଅନ୍ୟାନ୍ୟ ଦୃଶ୍ୟ ଯାକ ଆପଣ ମାନେ ମୋ ଚ୍ୟାନେଲ ମାଧ୍ୟମରେ ଅନେକ ସମୟରେ ଦେଖିବାକୁ ପାଇବେ। ବର୍ତ୍ତମାନ ଟାଇମରେ ଏହି ଗୋଟିଏ ଦୃଶ୍ୟଟିକୁ ଆପଣ ମାନେ ଏନ୍ଜୟ କରନ୍ତୁ। ହଁ, ତାଙ୍କେ ଆମର ବାବା, ତାପରେ ଆଙ୍କେ ଆମର ମା। ତମକୁ ଫେସ୍ ଦେଖଉଛି ବାବା, ଏଇଟା ଆମ ବାବା, ମା ଏଇଟା ଆମର ମା। ତାପରେ ଏଠି ବସିଛନ୍ତି ଆମର ବଡ ବାବା, ଆଉ ଏଠି ମୋର ଛୋଟ ଛୋଟ ଭାଇ ଭଉଣୀ ମାନେ ସମସ୍ତେ ନିଆଁ ଜାଳିକି ନିଆଁ ପାଖରେ ବସିଛନ୍ତି। ତ ସିଆଡେ ବି ଆମ ସାନ ବାବା ଘର ଅଛି, ସିଆଡେ ବି କେତେ ଜଣ ଅଛନ୍ତି। ଆଉ ଦେଖିପାରୁଥିବେ ଏଇଟା ହଉଛି ଆମ ଘର, ଯାହାକି ବାବାଙ୍କ ନାମରେ ଇନ୍ଦିରା ଆବାସ ଘରଟି ଆସିଥିଲା, ତାହା ବନେଇଛନ୍ତି। ଏଠି ଆମେ ରହୁଛୁ ବର୍ତ୍ତମାନ ଟାଇମରେ। ତ ଆଉ କିଛି ଦେखेଇବି, ଆମର ଗାଈ ବି ଅଛନ୍ତି। ଦେଖନ୍ତୁ ଏଇଠି ଗାଈ ଯାକ ବନ୍ଧା ହେଇଛି। ଏଇଟା ହଉଛି ଆମର ଗାଈ ଗୁହାଳ। ତ ସନରାଇଜ ବି ହଉଛି ସିଆଡେ। ଆ ତ ସହର ମାନଙ୍କର ତ କହିପାରିବି ନାହିଁ, କିନ୍ତୁ ଗାଁ ମାନଙ୍କର ସମସ୍ତେ ଶୀଘ୍ର ଶୀଘ୍ର ଉଠି ପଡନ୍ତି ସକାଳ ନହଉଣୀ। ସୂର୍ଯ୍ୟ ଉଦୟ ନହଉଣୀ ସମସ୍ତେ ଉଠି ପଡନ୍ତି, ତାପରେ କାମ ଦାମରେ ଲାଗି ପଡନ୍ତି। କାରଣ ଏପଟ ସବୁ କାମ ଦାମ ଏବେ ବର୍ତ୍ତମାନ ଟାଇମରେ ଧାନ କଟାକଟି ବି ଚାଲିଛି। ଆଉ ଲୋକମାନେ ଶୀଘ୍ର ରୋଷେଇ ବାସ ସାରିକି ଯାଆନ୍ତି ଧାନ କଟାକଟି କରିବା ପାଇଁ। ବର୍ତ୍ତମାନ ତ ଧାନ କଟା ସମୟ, କାରଣ ଗାଁ ମାନଙ୍କରେ ଧାନ ଚାଷ ହିଁ ସବୁଠାରୁ ପ୍ରବଳ ହେଇଥାଏ। ଆମର ବି ହେଇଛି, ଆଜିଠୁ ଆମର ବି କଟା ହବ ଧାନ। ତ ଏତିକିରେ ମୁଁ ମୋ ବ୍ଲଗ ଟା ଶେଷ କରିବା ପାଇଁ ଚାହିଁବି। ତ ମତେ ସପୋର୍ଟ କରନ୍ତୁ, ଆଗକୁ ଏମିତି ଭଲ ଭଲ ଦୃଶ୍ୟ ଯାକ ଦେଖେଇବି। ଆମ ଗାଁ ର ଅନୁଭୂତି ଯାକ, ସଂସ୍କୃତି ଯାକ ସବୁ ଦେଖେଇବା ପାଇଁ ମୁଁ ଚେଷ୍ଟା କରିବି। ତ ମୁଁ ହଉଛି ଆପଣ ମାନଙ୍କର ଦେବ। ତ ବର୍ତ୍ତମାନ ଏତିକିରେ ମୁଁ ମୋର ବ୍ଲଗ ଟା ଶେଷ କରୁଛି। ଜୟ ଜଗନ୍ନାଥ।